ଦିନେ ଦେବର୍ଷି ନାରଦ ଦେଖିଲେ ହନୁମାନ ଏକ ପଥର ଉପରେ ବସି ଅଶ୍ରୁପୂର୍ଣ୍ଣ ନୟନରେ ରାମ ନାମ ଲେଖୁଛନ୍ତି। ନାରଦ ପଚାରିଲେ, ହେ ପବନପୁତ୍ର, ଆପଣ ତ ସାକ୍ଷାତର ଶିବଙ୍କ ଅଂଶ। ଆପଣଙ୍କ ପାଖରେ ସବୁ ସିଦ୍ଧି ଅଛି, ତଥାପି ଆପଣ ଦିନରାତି ଏହି ନାମକୁ କାହିଁକି ଲେଖୁଛନ୍ତି? ରାମ ନାମ ଲେଖିଲେ କି ପୁଣ୍ୟ ମିଳେ? ହନୁମାନ ନାରଦଙ୍କୁ ପ୍ରଣାମ କରି କହିଲେ, ହେ ଦେବଶ୍ରୀ, ରାମ ନାମ ଲେଖିବା କେବଳ ଏକ କର୍ମ ନୁହେଁ, ଏହା ଏକ ସମର୍ପଣ। ପଥରରେ ରାମ ଲେଖିଲେ ସେ ସମୁଦ୍ରରେ ଭାସେ, ଆଉ ହୃଦୟରେ ରାମ ଲେଖିଲେ ମଣିଷ ସଂସାର ସାଗରରୁ ତରିଯାଏ। ହନୁମାନ କହିଲେ, ହେ ମୁନିବର, ଯେଉଁମାନେ ବର୍ଷ ବର୍ଷ ଧରି ତପସ୍ୟା କରନ୍ତି ସେମାନେ ଯେଉଁ ଫଳ ପାଆନ୍ତି, ରାମ ନାମ ଲିଖନରେ ତାଠାରୁ ଅଧିକ ଫଳ ପାଆନ୍ତି। ଶାସ୍ତ୍ର କହେ, ଯିଏ ଭକ୍ତିରେ 100 ଲକ୍ଷ ବାର ରାମ ନାମ ଲେଖେ ତାର ପିତୃପୁରୁଷ ତରିଯାଆନ୍ତି। ମୁଁ ତ ପ୍ରତିଟି ଶ୍ୱାସରେ ସେହି ନାମକୁ ହିଁ ଲେଖୁଛି। ନାରଦଙ୍କୁ ହନୁମାନ ମନେ ପକାଇଦେଲେ, ଆପଣ ହିଁ ତ ରତ୍ନାକର ଦସ୍ୟୁକୁ ମରା ମରା କହିବାକୁ କହିଥିଲେ। ସେହି ଓଲଟା ନାମ ଜପ କରି ସେ ବାଲ୍ମୀକି ହେଲେ। ଯଦି ଓଲଟା ନାମରେ ଏତେ ଶକ୍ତି, ତେବେ ସିଧା ରାମ ନାମ ଲେଖିଲେ କ'ଣ ନ ହୋଇପାରିବ? ନାରଦ ପଚାରିଲେ, ଏହି ନାମ ଲେଖିବାର ସୀମା କ'ଣ? ହନୁମାନ କହିଲେ, ଯେତେବେଳେ ଭକ୍ତ ନାମ ଲେଖେ ସେତେବେଳେ ସେ ନିଜର ଅହଙ୍କାରକୁ ପୋଛିଦିଏ। ହନୁମାନ ବୁଝାଇଲେ ଯେ କେବଳ ମଣିଷ ନୁହେଁ, ପ୍ରକୃତି ମଧ୍ୟ ରାମ ନାମ ଲେଖେ। ସମୁଦ୍ର ସେତୁ ବାନ୍ଧିବା ବେଳେ ନଳ ଓ ନୀଳ ପଥରରେ ରାମ ନାମ ଲେଖିଥିଲେ। ସେହି ପୁଣ୍ୟ ବଳରେ ଜଡ଼ ପଥର ମଧ୍ୟ ଚେତନ ହୋଇ ପାଣିରେ ଭାସିଲା। ରାମ ନାମ ଲେଖିବା ଦ୍ୱାରା ମଣିଷର 3 ପ୍ରକାରର ପାପ ନଷ୍ଟ ହୁଏ। ଯେପରି ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ରହେ ନାହିଁ, ସେହିପରି ରାମ ନାମ ଲେଖିଲେ ଦୁଃଖ ଓ ଦାରିଦ୍ର୍ୟ ଦୂର ହୁଏ। ହନୁମାନ କହିଲେ, ମୁଁ ନିଜ ନଖରେ ପାହାଡ଼ ଉପରେ ଏକ ରାମାୟଣ ଲେଖିଥିଲି, କିନ୍ତୁ ଯେତେବେଳେ ଦେଖିଲି ବାଲ୍ମୀକିଙ୍କ ମନ ଦୁଃଖ ହେଉଛି, ମୁଁ ତାକୁ ସମୁଦ୍ରରେ ବିସର୍ଜନ କରିଦେଲି, କାରଣ ପ୍ରଭୁଙ୍କ ନାମ ହିଁ ମୋ ପାଇଁ ଯଥେଷ୍ଟ। ହନୁମାନ ନାରଦଙ୍କୁ କହିଲେ ଯେ କଳିଯୁଗରେ କଠିନ ଯଜ୍ଞ କିମ୍ବା ଦାନ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। କଳିଯୁଗରେ କେବଳ ନାମ ହିଁ ଆଧାର। ରାମ ନାମ ଲେଖିବା ହେଉଛି ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ। ହନୁମାନଙ୍କ ଭକ୍ତି ଓ ଯୁକ୍ତି ଦେଖି ନାରଦ ନତମସ୍ତକ ହେଲେ। ସେ ବୁଝିଲେ ଯେ ରାମ ନାମ ଲେଖିବା ଦ୍ୱାରା ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ଦୂରତା ରହେ ନାହିଁ। ଏହା ହିଁ ପରମ ପୁଣ୍ୟ। ହନୁମାନଙ୍କ ମୁଖରୁ ରାମ ନାମର ଶକ୍ତି ଶୁଣିବା ପରେ ନାରଦଙ୍କ ମନରେ ଏକ ପ୍ରଶ୍ନ ଉଠିଲା। ସେ କହିଲେ, ହେ ପବନପୁତ୍ର, ଆପଣ ତ ସାକ୍ଷାତ ରୁଦ୍ର ଅବତାର। ବାଲ୍ମୀକି ଥିଲେ ଜଣେ ମହର୍ଷି, କିନ୍ତୁ କୌଣସି ସାଧାରଣ ମଣିଷ ଯାହାର ଶାସ୍ତ୍ର ଜ୍ଞାନ ନାହିଁ, ଯିଏ କୌଣସି ବଡ଼ ତପସ୍ୟା କରେନି, ସେ କ'ଣ କେବଳ ରାମ ନାମ ଲେଖି ପ୍ରଭୁଙ୍କୁ ପାଇପାରିବ? ହନୁମାନ ସ୍ମିତ ହାସ୍ୟ ଦେଇ କହିଲେ, ହେ ଦେବଶ୍ରୀ, ତେବେ ଶୁଣନ୍ତୁ ଶୁଭନ ନାମକ ଜଣେ ଦରିଦ୍ର କାଠକଟାଳିର ଅଦ୍ଭୁତ କାହାଣୀ। ବହୁ ବର୍ଷ ପୂର୍ବେ ଏକ ଅରଣ୍ୟ ନିକଟରେ ଶୁଭନ ନାମକ ଜଣେ ବ୍ୟକ୍ତି ରହୁଥିଲେ। ସେ ଦିନରାତି ଜଙ୍ଗଲରୁ କାଠ କାଟି ବିକ୍ରି କରୁଥିଲେ। ସେ ପାଠ ପଢ଼ିନଥିଲେ କି ମନ୍ତ୍ର ଜାଣିନଥିଲେ। ତାଙ୍କ ଜୀବନ କେବଳ ପରିଶ୍ରମ ଓ ଦୁଃଖରେ ଭରା ଥିଲା। ଦିନେ ଜଣେ ବୁଢ଼ା ସନ୍ନ୍ୟାସୀ ତାଙ୍କ କୁଡ଼ିଆ ପାଖରେ ଆଶ୍ରୟ ନେଲେ। ଶୁଭନ ତାଙ୍କୁ ବହୁତ ସେବା କଲେ। ଖୁସି ହୋଇ ସନ୍ନ୍ୟାସୀ କହିଲେ, ରେ ବାବୁ, ତୋ କପାଳରେ ବହୁତ କଷ୍ଟ ଅଛି, କିନ୍ତୁ ଗୋଟିଏ ଉପାୟ ଅଛି। ତୁ କେବଳ ରାମ ନାମ ପ୍ରତିଦିନ ଧୂଳିରେ ହେଉ କି ପଥରେ ହେଉ ଲେଖିବା ଆରମ୍ଭ କରେ। ଶୁଭନ କହିଲା, ମୁଁ ତ କିଛି ପାଠ ପଢ଼ିନି, ମୁଁ ରାମ ନାମ କେମିତି ଲେଖିବି? ମୋତେ ତ ରାମ ନାମ ଲେଖିବି ଆସେନି। ସେ ସନ୍ନ୍ୟାସୀ ଜଣକ ଶୁଭନକୁ ରାମ ନାମ ଲେଖିବା ଶିଖାଇଦେଲେ। ଶୁଭନ ସେହି ଦିନଠାରୁ ଏକ କଠିନ ସଂକଳ୍ପ ନେଲେ। ତାଙ୍କ ପାଖରେ କାଗଜ କଲମ ନଥିଲା। ସେ ଜଙ୍ଗଲର ଶୁଖିଲା ପତ୍ର ଉପରେ କାଠିରେ ରାମ ଲେଖିବାକୁ ଲାଗିଲେ। କାଠ କାଟିବା ବେଳେ ସେ ଗଛର ଗଣ୍ଡି ଉପରେ କୁରାଢ଼ୀ ସାହାଯ୍ୟରେ ରାମ ଅକ୍ଷରଟି କୋରି ଦେଉଥିଲେ। ତାଙ୍କର ଏହି ପାଗଳାମି ଦେଖି ଗାଁ ଲୋକେ ହସୁଥିଲେ, କିନ୍ତୁ ଶୁଭନଙ୍କ ମନରେ କେବଳ ଗୋଟିଏ କଥା ଥିଲା, ପ୍ରଭୁ ଏହି ନାମକୁ ନିଶ୍ଚୟ ଦେଖୁଥିବେ। ଦିନେ ପ୍ରବଳ ବର୍ଷା ହେଲା। ଶୁଭନଙ୍କର ଘର ଭାଙ୍ଗିଗଲା। ଚୁଲି ଜଳିଲା ନାହିଁ। ସେ ଉପାସ ରହିଲା, କିନ୍ତୁ
ସେ ଦୁଃଖ କରିବା ପରିବର୍ତ୍ତେ ଭିଜା ମାଟି ଉପରେ ନିଜ ଆଙ୍ଗୁଳିରେ ରାମ ନାମ ଲେଖିବାକୁ ଲାଗିଲା। ସେ ଭାବୁଥିଲା, ମୁଁ ଯଦି ଖାଇପାରୁନାହିଁ କିଛି କଥା ନାହିଁ, କିନ୍ତୁ ମୋ ଲେଖା କେବେ ବନ୍ଦ ହବନି। ତାଙ୍କର ଏହି ଭକ୍ତି ଦେଖି ସ୍ୱୟଂ ମୁଁ ଅଦୃଶ୍ୟ ରୂପରେ ଆସି ତାଙ୍କୁ ପ୍ରତିବନ୍ଧକରୁ ରକ୍ଷା କଲି। ଶୁଭନଙ୍କ ଚେହେରାରେ ଏକ ଅଲୌକିକ ଚମକ ଆସିବାକୁ ଲାଗିଲା। ସେ ଯେଉଁ ଗଛର ଗଣ୍ଡିରେ ରାମ ଲେଖୁଥିଲା, ସେହି ଗଛର କାଠ ବିକ୍ରି କଲାବେଳେ ଲୋକେ ତାଙ୍କୁ ଅଧିକା ପଇସା ଦେଉଥିଲେ। ଲୋକେ କହିଲେ, ଏହି କାଠରୁ ଏକ ଅଜବ ଶାନ୍ତି ମିଳୁଛି। ଶୁଭନ ବୁଝିପାରିଲେ ଯେ ଏହା ତାଙ୍କର କମାଲ ନୁହେଁ, ବରଂ ସେହି ଦୁଇଟି ଅକ୍ଷରର ମହିମା। ଅନେକ ବର୍ଷ ବିତିଗଲା। ଶୁଭନ ବୃଦ୍ଧ ହେଲେ। ଯେତେବେଳେ ତାଙ୍କର ଶେଷ ସମୟ ଆସିଲା, ଯମଦୂତମାନେ ତାଙ୍କ ପ୍ରାଣ ନେବାକୁ ଆସିଲେ, କିନ୍ତୁ ସେମାନେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ଶୁଭନଙ୍କ କୁଡ଼ିଆ ଚାରିପାଖେ ଥିବା ପ୍ରତିଟି ଧୂଳିକଣାରେ ରାମ ନାମ ଲେଖା ହୋଇ ଚମକୁଛି। ସେହି ନାମରୁ ବାହାରୁଥିବା ତେଜ ଯୋଗୁଁ ଯମଦୂତମାନେ ଭିତରକୁ ବସିପାରିଲେ ନାହିଁ। ହନୁମାନ କହିଲେ, ହେ ଦେବର୍ଷି, ଯେଉଁଠି ରାମ ନାମ ଥାଏ ସେଠାରେ ଯମରାଜାଙ୍କର ବି ଅଧିକାର ନାହିଁ। ମୁଁ ସେତେବେଳେ ସେଠାରେ ଗଦା ଧରି ଠିଆ ହୋଇଥିଲି। ଯେହେତୁ ସେହି ସାଧାରଣ ଭକ୍ତଟି ପ୍ରତିଦିନ ହଜାର ହଜାର ଥର ସେହି ନାମକୁ ଧୈର୍ଯ୍ୟର ସହ ଲେଖୁଥିଲା, ତାହାର ପୁଣ୍ୟଫଳ ସ୍ୱର୍ଗର ଦେବତାଙ୍କ ଠାରୁ ବି ଅଧିକ ହୋଇଯାଇଥିଲା। କୁଡ଼ିଆ ଭିତରେ ଶୁଭନ ନିଜର ଶେଷ ସମୟରେ ଧୂଳିରେ ଶେଷଥର ପାଇଁ ରାମ ଲେଖିଲେ। ସେହି ମୁହୂର୍ତ୍ତରେ ସେହି ସ୍ଥାନ ବୈକୁଣ୍ଠ ପରି ଆଲୋକିତ ହୋଇ ଉଠିଲା। ସ୍ୱୟଂ ପ୍ରଭୁ ଶ୍ରୀରାମ ଚତୁର୍ଭୁଜ ରୂପରେ ପ୍ରକଟ ହେଲେ। ସେ କୌଣସି ରାଜା କିମ୍ବା ପଣ୍ଡିତ ପାଖକୁ ଯାଆନ୍ତି ନାହିଁ, ସେ କେବଳ ଭାବର ଭୋକିଲା। ଶ୍ରୀରାମ ନିଜ ହାତରେ ଶୁଭନକୁ ଉଠାଇ ନେଲେ। ଶୁଭନଙ୍କର ପାପ ତ ଦୂରର କଥା, ତାଙ୍କ ଜନ୍ମ ଜନ୍ମାନ୍ତର ବନ୍ଧନ ତୁଟିଗଲା। ଏହି ସାଧାରଣ କାଠକଟାଳି ଜଣକ କୌଣସି ପୂଜାପାଠ ଜାଣିନଥିଲେ, କିନ୍ତୁ କେବଳ ରାମ ନାମ ଲିଖନ ମାଧ୍ୟମରେ ସାକ୍ଷାତ ଈଶ୍ୱରଙ୍କ କୋଳକୁ ଚାଲିଗଲେ। ହନୁମାନ ଆହୁରି କହିଲେ ଯେ ସେହି ଶୁଭନର ପୁଣ୍ୟ ଏତେ ବଢ଼ିଗଲା ଯେ ସେ ଯେଉଁ ଅରଣ୍ୟରେ କାଠ କାଟୁଥିଲେ, ସେଠାକାର ପଶୁପକ୍ଷୀ ମଧ୍ୟ ରାମ ନାମର ପ୍ରଭାବରେ ମୁକ୍ତି ପାଇଗଲେ। ନାମ ଲିଖନର ପୁଣ୍ୟ କେବଳ ଲେଖୁଥିବା ଲୋକକୁ ମିଳେନି, ବରଂ ସେହି ସ୍ଥାନକୁ ବି ତୀର୍ଥ କରିଦିଏ। ନାରଦ ପଚାରିଲେ, ହେ ମହାବୀର, ଏହା କ'ଣ ସତ୍ୟ ଯେ ଲେଖିବା ଦ୍ୱାରା ମନ ଅଧିକ ଶୁଦ୍ଧ ହୁଏ? ହନୁମାନ କହିଲେ, ହଁ ଦେବଶ୍ରୀ, ମଣିଷ ଯେତେବେଳେ ନାମ ଜପ କରେ ତାର ଜିଭ କାମ କରେ, କିନ୍ତୁ ଯେତେବେଳେ ସେ ଲେଖେ ତାର ଆଖି, ହାତ, ମସ୍ତିଷ୍କ ଓ ହୃଦୟ ଚାରୋଟି ଯାକ ଏକାଠି ରାମଙ୍କୁ ଧ୍ୟାନ କରନ୍ତି। ଏହା ହିଁ ସର୍ବଶ୍ରେଷ୍ଠ ଯୋଗ। ହନୁମାନ କହିଲେ, ହେ ଦେବଶ୍ରୀ, ଏହି ସଂସାରରେ ପ୍ରାଣୀ ମାତ୍ରକେ ମୃତ୍ୟୁକୁ ଭୟ କରନ୍ତି, କିନ୍ତୁ ଯେଉଁ ଭକ୍ତ ନିଜ ହାତରେ ରାମ ନାମ ଲେଖେ ସେ ମୃତ୍ୟୁକୁ ଜୟ କରେ। ରା ଶବ୍ଦ ହେଉଛି ଅଗ୍ନି ସ୍ୱରୂପ, ଯାହା ଭକ୍ତର ଅଜ୍ଞାନ ଓ ଭୟକୁ ଜାଳି ପାଉଁଶ କରିଦିଏ। ଯେତେବେଳେ ଜଣେ ଭକ୍ତ ନାମ ଲେଖେ, ସେ ପ୍ରତିଟି ଅକ୍ଷରରେ ପ୍ରଭୁଙ୍କୁ ଆତ୍ମସମର୍ପଣ କରେ। ମୃତ୍ୟୁ ସମୟରେ ଯେତେବେଳେ ଇନ୍ଦ୍ରିୟମାନେ ଶିଥିଳ ହୋଇଯାଆନ୍ତି, ସେତେବେଳେ ସାରା ଜୀବନ ଲେଖିଥିବା ସେହି ରାମ ନାମ ତାର ସ୍ମୃତି ପଟାଳରେ ଏକ ଦିବ୍ୟ ପ୍ରକାଶ ଭଳି ଉଦ୍ଭାସିତ ହୁଏ। ଯମରାଜାଙ୍କ ଦୂତମାନେ ସେହି ଭକ୍ତ ପାଖକୁ ଆସିବାକୁ ସାହସ କରନ୍ତି ନାହିଁ, କାରଣ ତାର ହାତ ଓ ହୃଦୟ ପ୍ରଭୁଙ୍କ ନାମରେ ଅଙ୍କିତ ହୋଇସାରିଥାଏ। ସେ ଭକ୍ତ ମୃତ୍ୟୁକୁ ଭୟ କରେ ନାହିଁ, ବରଂ ଏହାକୁ ଏକ ନୂତନ ଜୀବନର ଆରମ୍ଭ ବୋଲି ମାନିନିଏ। ହେ ମୁନିବର, ମଣିଷର ମନ ହେଉଛି ଏକ ଚଞ୍ଚଳ ମର୍କଟ ସଦୃଶ। ଏହା କେତେବେଳେ ଅତୀତର ଦୁଃଖରେ ତ କେତେବେଳେ ଭବିଷ୍ୟତର ଚିନ୍ତାରେ ବୁଡ଼ି ରହେ। କିନ୍ତୁ ରାମ ନାମର ମ ଅକ୍ଷର ହେଉଛି ଚନ୍ଦ୍ର ସ୍ୱରୂପ, ଯାହା ଅଶାନ୍ତ ମନକୁ ଶୀତଳତା ପ୍ରଦାନ କରେ। ନାମ ଜପ କଲାବେଳେ ମନ ଏଣେତେଣେ ଧାଇପାରେ, କିନ୍ତୁ ନାମ ଲେଖିବା ସମୟରେ ଭକ୍ତର ଆଖି, ହାତ ଓ ମନ ଏହି ତିନୋଟି ଯାକ ଗୋଟିଏ ବିନ୍ଦୁରେ କେନ୍ଦ୍ରିତ ହୁଏ। ଏହା ଏକ ପ୍ରକାରର ଗଭୀର ଧ୍ୟାନ। ଯେତେବେଳେ କାଗଜ ଉପରେ କଲମ ଚାଲେ, ସେତେବେଳେ ମସ୍ତିଷ୍କ ଅଲୋଡ଼ା ଚିନ୍ତାଗୁଡ଼ିକୁ ଶାନ୍ତ ହୋଇଯାଏ। ଏହି ନାମ ଲିଖନ ଦ୍ୱାରା ହୃଦୟରେ ଏପରି ଏକ ଶାନ୍ତି ବିରାଜମାନ କରେ, ଯାହା ଦୁନିଆର କୌଣସି ସମ୍ପତ୍ତି ଦେଇପାରିବ ନାହିଁ।
ବିଚଳିତ ମନ ପ୍ରଭୁଙ୍କ ପାଦପଦ୍ମରେ ସ୍ଥିର ହୋଇଯାଏ। ହନୁମାନ କହିଲେ, ହେ ଦେବଶ୍ରୀ, ଆପଣ ହୁଏତ ଜାଣିନାହାନ୍ତି, ମୁଁ ସେହି ଭକ୍ତର ଋଣୀ ହୋଇଯାଏ, ଯିଏ ମୋ ପ୍ରଭୁଙ୍କ ନାମ ଲେଖେ। ସେ ମୋତେ ଡାକୁ କି ନ ଡାକୁ, ମୁଁ ଅଦୃଶ୍ୟ ରୂପରେ ତାର ଅଙ୍ଗରକ୍ଷକ ସାଜି ତା ପଛେ ପଛେ ଚାଲେ। ଯେଉଁ ଘରେ ବା ଯେଉଁ ସ୍ଥାନରେ ରାମ ନାମ ଲେଖା ହୁଏ, ସେହି ସ୍ଥାନଟି ଏକ ସୁରକ୍ଷା କବଚରେ ଘେରିଯାଏ। ଭକ୍ତ ଜାଣିପାରେ ନାହିଁ, କିନ୍ତୁ ତାର ବିପଦ ସମୟରେ କେଉଁଠି ଏକ ଅଦୃଶ୍ୟ ଶକ୍ତି ଆସି ତାକୁ ବାଟ ଦେଖାଏ। ତାର ସବୁ ଅଟକି ଯାଇଥିବା କାମ ସଫଳ ହୁଏ। ହନୁମାନ କହିଲେ, ମୋର ପ୍ରଭୁଙ୍କ ଆଜ୍ଞା ଅଛି, ଯିଏ ତାଙ୍କ ନାମକୁ ଆଦରର ସହ ଲେଖିବ, ମୁଁ ତାର ଜୀବନରେ ସବୁ ସଙ୍କଟକୁ ନିଜ ଗଦାରେ ପ୍ରହାର କରି ଦୂର କରିଦେବି। ସେହି ଭକ୍ତ କେବେ ବି ଅସହାୟ ଅନୁଭବ କରେ ନାହିଁ। ହନୁମାନଙ୍କ ମୁଖରୁ ସୁବନଙ୍କର କଥା ଶୁଣି ନାରଦ କହିଲେ, ହେ ମହାବୀର, ସୁବନ୍ତ ଗଛରେ ରାମ ନାମ ଲେଖିପାରୁଥିଲେ, କାରଣ ତାଙ୍କର ଆଖି ଦୁଇଟି ସୁସ୍ଥ ଥିଲା। କିନ୍ତୁ ଯେ ଦୁନିଆରେ ଦେଖିପାରେ ନାହିଁ, ଯିଏ ଅନ୍ଧ, ସେ କିପରି ନାମ ଲେଖିବ? ଆଉ ସେ କିପରି ପ୍ରଭୁଙ୍କ କୃପା ପାଇବ? ହନୁମାନଙ୍କର ଆଖି ଛଳଛଳ ହୋଇଗଲା। ସେ କହିଲେ, ଦେବଶ୍ରୀ, ଭଗବାନ ଆଖିର ଦୃଷ୍ଟି ନୁହେଁ, ହୃଦୟର ଭାବ ଦେଖନ୍ତି। ତେବେ ଶୁଣନ୍ତୁ ଆଖି ନଥିବା ଆହୁରି ଏକ ଭକ୍ତଙ୍କ କାହାଣୀ। ଗୋଟିଏ ଛୋଟ ଗାଁରେ କମଳା ନାମକ ଜଣେ ବୃଦ୍ଧା ରହୁଥିଲେ। ସେ ଥିଲେ ଜନ୍ମରୁ ଅନ୍ଧ। ତାଙ୍କର କେହି ନଥିଲେ। ସେ ଦିନସାରା ମନ୍ଦିର ବାହାରେ ବସି ରହୁଥିଲେ। ଦିନେ ଜଣେ ସାଧୁ ସେହି ବାଟ ଦେଇ ଗଲାବେଳେ କହିଲେ, ମା, ତୁ ତ ଦୁନିଆ ଦେଖିପାରୁନୁ, କିନ୍ତୁ ପ୍ରଭୁଙ୍କୁ ନିଜ ହୃଦୟରେ ଦେଖିବାକୁ ଚେଷ୍ଟା କରେ। ତୁ ପ୍ରତିଦିନ ବାଲି ଉପରେ ରାମ ନାମ ଲେଖେ। କମଳା କହିଲା, ବାବା, ମୁଁ ତ ଅନ୍ଧୁଣୀ, ମୁଁ କେମିତି ଜାଣିବି ରାମ ନାମ କେମିତି ଲେଖା ହୁଏ? ସାଧୁ କହିଲେ, ତୁ କେବଳ ତୋର ଭାବରେ ଦୁଇଟି ଗାର ଟାଣିଦେ, ପ୍ରଭୁ ତାକୁ ରାମ ବୋଲି ପଢ଼ିନେବେ। ସେହି ଦିନଠାରୁ କମଳା ପ୍ରତିଦିନ ସକାଳୁ ଉଠି ନଦୀ କୂଳରେ ଯାଉଥିଲା। ସେଠାରେ ବାଲି ଉପରେ ନିଜ ଆଙ୍ଗୁଠିରେ ଦୁଇଟି ଗାର ଟାଣୁଥିଲା। ସେ ଭାବୁଥିଲା ସେ ରାମ ଲେଖୁଛି। ସେ ଲେଖିଲା ବେଳେ ତା ଆଖିରୁ ଲୁହ ଝରି ବାଲି ଭିଜି ଯାଉଥିଲା। ନାରଦ ପଚାରିଲେ, ହେ ପବନପୁତ୍ର, କେବଳ ଦୁଇଟି ଗାର ଟାଣିଲେ କ'ଣ ତାହା ରାମ ନାମ ହୋଇଯିବ? ହନୁମାନ ହସିଲେ, ଦେବଶ୍ରୀ, ଆପଣ ବିଶ୍ୱାସ କରିବେନି, କମଳା ଯେତେବେଳେ ବାଲିରେ ସେହି ଗାର ଟାଣୁଥିଲା, ମୁଁ ନିଜେ ସେଠାରେ ଅଦୃଶ୍ୟ ରୂପରେ ରହି ସେହି ଗାରକୁ ସୁନ୍ଦର ରାମ ଅକ୍ଷରରେ ବଦଳାଇ ଦେଉଥିଲି। କାରଣ ତାଙ୍କର ବିଶ୍ୱାସ ଏତେ ଗଭୀର ଥିଲା ଯେ ମୁଁ ସେହି ସେବା କରିବାକୁ ବାଧ୍ୟ ହେଉଥିଲି। ଦିନେ ଗାଁରେ ପ୍ରବଳ ବନ୍ୟା ଆସିଲା। ସମସ୍ତେ ଗାଁ ଛାଡ଼ି ପଳାଇଲେ, କିନ୍ତୁ ଅନ୍ଧୁଣୀ କମଳା କୁଆଡ଼େ ଯାଇପାରିଲା ନାହିଁ। ପାଣି ତାଙ୍କ କୁଡ଼ିଆ ଭିତରେ ପଶିଲା। କମଳା ଡରିଲେ ନାହିଁ। ସେ ପାଣି ଭିତରେ ବସି ପାଣି ଉପରେ ନିଜ ଆଙ୍ଗୁଠିରେ ରାମ ଲେଖିବାକୁ ଲାଗିଲେ। ସେ କହିଲେ, ପ୍ରଭୁ, ଆଜି ବାଲି ନାହିଁ, କିନ୍ତୁ ମୁଁ ଏହି ଜଳ ଉପରେ ତୁମ ନାମ ଲେଖୁଛି। ତୁମେ ତ ପଥରକୁ ଭସାଇ ପାର, ଏହି ପାଣିରେ ମୋ ନାମକୁ ବି ଟିକେ ସ୍ଥାନ ଦିଅ। ହନୁମାନ କହିଲେ, ଦେବଶ୍ରୀ, ମୁଁ ଦେଖିଲି ପାଣି ବଢ଼ୁଛି। ମୁଁ ସାଙ୍ଗେ ସାଙ୍ଗେ ଏକ ବିରାଟ ବାନର ରୂପ ଧରି ସେଠାକୁ ଗଲି। ମୁଁ କମଳାକୁ କାନ୍ଧରେ ବସାଇଲି। କମଳା ପଚାରିଲା, ତୁମେ କିଏ? ମୁଁ କହିଲି, ମା, ମୁଁ ତୁମର ସେହି ରାମ ନାମର ସେବକ। ତୁମେ ଯେଉଁ ନାମ ଲେଖୁଛ, ସେହି ନାମ ହିଁ ମୋତେ ଏଠାକୁ ଟାଣି ଆଣିଛି। କମଳା ହନୁମାନଙ୍କ କାନ୍ଧରେ ବସି ମଧ୍ୟ ତାଙ୍କ ପିଠିରେ ନିଜ ଆଙ୍ଗୁଠିରେ ରାମ ଲେଖୁଥିଲେ। ଶେଷରେ ଯେତେବେଳେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ, ସ୍ୱୟଂ ପ୍ରଭୁ ଶ୍ରୀରାମ ତାଙ୍କୁ ସ୍ୱର୍ଗରୁ ବିମାନ ପଠାଇ ନେଇଗଲେ। ଭଗବାନ ଶ୍ରୀରାମ କହିଲେ, କମଳା, ତୁ ଆଖିରେ ମୋତେ ଦେଖିପାରିନଥିଲୁ, କିନ୍ତୁ ତୁ ପ୍ରତିଦିନ ମୋ ନାମ ଲେଖି ଲେଖି ମୋ ହୃଦୟରେ ନିଜ ପାଇଁ ଜାଗା କରିଦେଇଛୁ। ଆଜିଠାରୁ ତୁ ମୋ ପାଖରେ ରହିବୁ। ହନୁମାନ କହିଲେ, ଦେବଶ୍ରୀ, ରାମ ନାମ ଲେଖିବା ପାଇଁ ଆଖିର ଆବଶ୍ୟକତା ନାହିଁ, କେବଳ ଭାବର ଆବଶ୍ୟକତା ଅଛି। ଯିଏ ନିୟମିତ ନାମ ଲେଖେ, ପ୍ରଭୁ ତାର ସମସ୍ତ ଦୁଃଖ ହରଣ କରନ୍ତି। ହନୁମାନ ଶେଷରେ କହିଲେ, ରାମ ନାମ ଲେଖିବା ମାନେ ପ୍ରଭୁଙ୍କୁ ନିମନ୍ତ୍ରଣ ଦେବା। ଆଉ ଯେଉଁଠି ପ୍ରଭୁ ରାମ ଅଛନ୍ତି, ସେଠାରେ ଭୟ, ଅଶାନ୍ତି କିମ୍ବା ବିପଦର କୌଣସି ସ୍ଥାନ ନାହିଁ। ଶେଷରେ ହନୁମାନ କହିଲେ, ହେ ଦେବଶ୍ରୀ, ଯିଏ ନିୟମିତ ରାମ ନାମ ଲେଖେ, ମୁଁ ନିଜେ ତାର ରକ୍ଷା କରେ, ତାର ସବୁ ସଙ୍କଟ ମୁଁ ହରଣ କରେ। ନାରଦ ମଧ୍ୟ ରାମ ରାମ କହି ବୀଣା ବଜାଇ ବୈକୁଣ୍ଠକୁ ପ୍ରସ୍ଥାନ କଲେ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଓ କମେଣ୍ଟରେ ଜୟ ଶ୍ରୀରାମ ଲେଖିବାକୁ ଭୁଲିବେ ନାହିଁ। ଜୟ ଶ୍ରୀ